मिलितं येन तस्मै श्रीगुरुवे नमः। ओम नमः विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिने इति नामिने नमस्ते सरस्वती देवी गौरवाणी प्रचारिणी निर्विशेष स्नेहवादी पश्चातं देशकारिणी हे कृष्ण करुणा सिंधु दीनबंधु जगतपते गोपीशे गोपीकांत राधाकांता नमस्तुते नमो ब्रह्मांड देवाय गो ब्रह्मांड हितांश जगद्गीताय कृष्णाय गोविंदाय नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद हरे कृष्ण 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 हरे 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 राम 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 हरे 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 कृष्ण प्रभु। ମୁଁ ପ୍ରଥମେ ମଥୁରାଧୀଶ ପ୍ରଭୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବି ଯେହେତୁ ମୋତେ ଆଜି ଏକ ପବିତ୍ର ଶ୍ରୀକୃଷ୍ଣଙ୍କର ଲୀଳା ବିଷୟରେ କିଛି କହିବାର ସୁଯୋଗ ଦେଇଥିବାରୁ ଏବଂ ମୋର ଉପସ୍ଥିତ ଥିବା ସମସ୍ତ ଭକ୍ତମାନଙ୍କୁ ମୋର ସହୃଦୟରୁ ଧନ୍ୟବାଦ ଜ୍ଞାପନ ଏବଂ ସ୍ୱାଗତ ଜଣାଉଛି। ଆଜି ପ୍ରଭୁ ମୋତେ ଅଧ୍ୟାୟ ସପ୍ତମର ତୃଣଭକ୍ତ ମୁକ୍ତି ବିଷୟରେ କିଛି ବର୍ଣ୍ଣନା କରିବାକୁ କହିଛନ୍ତି ଏବଂ ମୁଁ ତାହା ଆଜି ଏବେ ବର୍ଣ୍ଣନା କରିବାକୁ ଯାଉଅଛି। କେତେକ ମାସ ପରେ କଣ ହେଇଥିଲା ନା ଶିଶୁ ଶ୍ରୀକୃଷ୍ଣ ପେଟେଇବାକୁ ଆରମ୍ଭ କରିଥିଲେ। ସେ ଆଉ ଆଉ ଚିତ୍ ହୋଇ ଶୋଇ ରହିଲେ ନାହିଁ। ନନ୍ଦ ଓ ଯଶୋଦା ପାଳ- ଆଉ ଗୋଟିଏ ଉତ୍ସବ ପାଳନ କଲେ। ତାହା ହେଉଛି ଶ୍ରୀକୃଷ୍ଣଙ୍କର ପ୍ରଥମ ଜନ୍ମ ବାର୍ଷିକ। ସେମାନେ କଣ କଲେ ନା ଶ୍ରୀକୃଷ୍ଣଙ୍କୁ ଜନ୍ମ ତିଥି ଉପଲକ୍ଷେ ଜନ୍ମୋତ୍ସବ ପାଳନ କରିବାକୁ ଆୟୋଜନ କଲେ। ଏଥିରେ ସେମାନେ କଣ କଲେ ନା ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ ଓ ସମସ୍ତ ଗୋପାଳ ଓ ଗୋ ଗୋପିକା ବୃନ୍ଦଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ଲୋକ ଏମାନଙ୍କୁ ବେଶ ଉପଭୋଗ କରିଥିଲେ। ଏଥିରେ ବିଦ୍ୱାନ ବ୍ରାହ୍ମଣ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ବ୍ରାହ୍ମଣ ମାନେ ଦେବ ମନ୍ତ୍ର ଉଚ୍ଚାରଣ କରୁଥିଲେ। ସେତିକି ବେଳେ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ କ୍ଷୀର ଦହି ମହୁ ଏବଂ ପାଣି ଏହି ପଞ୍ଚଭୂତ ଦ୍ୱାରା ସ୍ନାନ କରାଇଥିଲେ। ଏହି ପଞ୍ଚଭୂତର ସ୍ନାନ କରିବାକୁ ମଧ୍ୟ ଆମେ କୁହନ୍ତି ସ୍ନାନୋତ୍ସବ। ଏହାକୁ ଅଭିଷେକ ମଧ୍ୟ କୁହାଯାଏ। ବର୍ତ୍ତମାନ ସୁଦ୍ଧା ବୃନ୍ଦାବନରେ ଜନ୍ମାଷ୍ଟମୀ ତିଥିରେ ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ବାର୍ଷିକ ଜନ୍ମୋତ୍ସବ ତିଥିରେ ପ୍ରତ୍ୟେକ ମନ୍ଦିରରେ ଏହା ପାଳନ କରାଯାଏ। ଏହି ଉତ୍ସବ ଉପଲକ୍ଷେ ମା ଯଶୋଦା ବ୍ରାହ୍ମଣ ମାନଙ୍କୁ ଗାଭୀମାନ ଦାନ ଦେବା ନିମିତ୍ତ ବ୍ୟବସ୍ଥା କରାଇଥିଲେ। ଯଶୋଦା ସ୍ନାନ କରି ସୁନ୍ଦର ପୋଷାକ ପରିଧାନ କଲେ ଓ ବ୍ରାହ୍ମଣ ମାନେ ଆବୃତ କରୁଥିବା ବେଦମନ୍ତ୍ର ଶ୍ରବଣ କରିବାକୁ ମାତା ଯଶୋଦା ବସି ପଡ଼ିଲେ। ମାତା ଯଶୋଦା ଦେବମନ୍ତ୍ର ଶ୍ରବଣ କରୁଥିବା ବେଳେ ଶିଶୁ ଶ୍ରୀକୃଷ୍ଣଙ୍କୁ ଶୁଆଇ ଶିଶୁ ଶ୍ରୀକୃଷ୍ଣ ଶୋଇ ପଡ଼ିଥିଲେ। ତେଣୁ ମା ଯଶୋଦା ତାଙ୍କୁ ଖୁବ୍ ସାବଧାନରେ ଶୋଇଯାରେ ଶୁଆଇ ଦେଲେ ଓ ମାତା ଯଶୋଦା ଅତିଥି ଅତିଥି ସ୍ୱାଗତ କରିବା ନିମନ୍ତେ ବ୍ୟସ୍ତ ରହିଲେ। ସେ ଶିଶୁ ଶ୍ରୀକୃଷ୍ଣଙ୍କୁ ସ୍ତନ୍ୟପାନ କରାଇବାକୁ ସେ ଭୁଲି ଯାଇଥିଲେ। ଶିଶୁ ଶ୍ରୀକୃଷ୍ଣ କ୍ଷୁଧିତ ହୋଇ କୃଷ୍ଣ କାନ୍ଦି ଉଠିଲେ, କିନ୍ତୁ ବହୁତ ଗୋଳମାଳ ଶବ୍ଦ ଯୋଗୁଁ ମାତା ଯଶୋଦା ତାଙ୍କର ସ୍ୱର ଠିକ ସେ ଶୁଣିପାରିଲେ ନାହିଁ ଏବଂ ତେଣୁ ସେ ତାଙ୍କର ପାଦ ପଦ୍ମକୁ ଉଠାଇ ସାଧାରଣତଃ ଶିଶୁ ପରି ଗୋଡ଼ ବାଡ଼େଇବାକୁ ଆରମ୍ଭ କଲେ। ଏକ ହାତଟଣା ଗାଡ଼ି ତଳେ ଶିଶୁ କୃଷ୍ଣଙ୍କୁ ଶୁଆଇ ଦିଆଯାଇଥିଲା। ଯେତେବେଳେ ସେ ତାଙ୍କର ଗୋଡ଼ ପିଟୁଥିଲେ, ସେ ଦୈବବଶତଃ ଗାଡ଼ିର ଚକକୁ ଆଘାତ କଲେ। ତାହା ଭାଙ୍ଗି ପଡ଼ିଲା ଓ ସେହି ସମୟରେ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା। ଏହା ଶୁଣି ମା ଯଶୋଦା ଓ ଗୋପିକାବୃନ୍ଦ ଏବଂ ନନ୍ଦ ମହାରାଜ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ ଯେ ଗାଡ଼ିଟି କିପରି ଆପେ ଆପେ ଭାଙ୍ଗି ପଡ଼ିଗଲା। କିନ୍ତୁ ଯେଉଁ ପିଲାମାନେ ଶିଶୁ ଶ୍ରୀକୃଷ୍ଣଙ୍କ ସହିତ ଖେଳିବା ପାଇଁ ନିଯୁକ୍ତି ହୋଇଥିଲେ, ସେମାନେ କହିଲେ ଶିଶୁ କୃଷ୍ଣ ଚକରେ ଗୋଡ଼ ପିଟିବାରୁ ଗାଡ଼ିଟି ଭାଙ୍ଗି ପଡ଼ିଥିଲା। କିନ୍ତୁ ପିଲାଙ୍କ କଥାକୁ କେହି ବିଶ୍ୱାସ କରିପାରିଲେ ନାହିଁ।
ଗୋପାଳ ଓ ଗୋପିକା ବୃନ୍ଦ ବୁଝିପାରି ନଥିଲେ ଯେ ସର୍ବଶକ୍ତିମାନ ଭଗବାନ ସେଠାରେ ଏକ ଶିଶୁ ରୂପରେ ଶୟନ କରିଥିଲେ ଏବଂ ସେ ଯାହା ଇଚ୍ଛା କରିବେ ତାହା କରିପାରିବେ। ସେ ସମ୍ଭବକୁ ଅସମ୍ଭବ କରିପାରିବେ ବା ଅସମ୍ଭବକୁ ସମ୍ଭବ କରିପାରିବେ। ଯେତେବେଳେ ଲୋକମାନେ ଏ ବିଷୟରେ ଆଲୋଚନା କରୁଥିଲେ ସେତିକିବେଳେ ଶିଶୁ କୃଷ୍ଣ କାନ୍ଦିଲେ। ମା ଯଶୋଦା ସାଙ୍ଗେ ସାଙ୍ଗେ ଶିଶୁ କୃଷ୍ଣଙ୍କୁ କୋଳରେ ଧରି ନେଲେ ଓ ଆଉ ମଧ୍ୟ ଶିଶୁକୁ ସ୍ତନ୍ୟପାନ କରାଇଲେ। ଏହି ଉତ୍ସବ ପରେ ଦିନେ ମା ଯଶୋଦା ଶିଶୁ କୃଷ୍ଣଙ୍କୁ କୋଳରେ ଧରି ଠାକୁରଉଥିଲେ। ଶିଶୁ ଖୁବ୍ ଭାରି ହୋଇଥିଲା ସେହି ସମୟରେ। ସେ ଏତେ ଭାରି ହୋଇଗଲା ଯେ ମା ଯଶୋଦା ତାଙ୍କୁ ଆଉ କୋଳରେ ଧରି ପାରିଲେ ନାହିଁ। ସେ ବାଧ୍ୟ ହୋଇ ତାଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ଭୂଇଁରେ ଶୁଆଇ ଦେଲେ। କିଛି ସମୟ ପରେ ସେ ଅର୍ଥାତ୍ ମା ଯଶୋଦା ଗୃହ କାର୍ଯ୍ୟରେ ଲାଗିଗଲେ। ସେହି ସମୟରେ କଂସ ଦ୍ୱାରା ଅଦିଷ୍ଟ ହୋଇ ତୃଣାବର୍ତ୍ତ ନାମକ କଂସର ଏକ ଅନୁଚର ସେଠାରେ ଘୂର୍ଣ୍ଣିବାତ୍ୟା ରୂପରେ ପ୍ରବେଶ କଲା। ସେ ତାର କାନ୍ଧରେ ଶିଶୁକୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ବସାଇ ସମଗ୍ର ବୃନ୍ଦାବନ ଉପରେ ଏକ ବିରାଟ ଧୂଳିଝଡ଼ ସୃଷ୍ଟି କଲା ଏବଂ ଏହା ଦ୍ୱାରା ଏଥିରେ ପ୍ରତ୍ୟେକ ଚକ୍ଷୁ ମୁହୂର୍ତ୍ତ ପାଇଁ ବନ୍ଦ ହୋଇଗଲା ଏବଂ ସମଗ୍ର ବୃନ୍ଦାବନ ଘନ ଅନ୍ଧାରାଚ୍ଛନ୍ନ ହୋଇଗଲା। କେହି କାହାରିକୁ ଦେଖିପାରିଲେ ନାହିଁ। ଘୂର୍ଣ୍ଣିବାତ୍ୟା ଦ୍ୱାରା ଶିଶୁ କୃଷ୍ଣଙ୍କୁ ନେଇଯାଇଥିଲା। ମା ଯଶୋଦା ନ ପାଇ ହତାଶ ହୋଇ ପଡ଼ିଲେ। ତୃଣାବର୍ତ୍ତ ରାକ୍ଷସ ଶ୍ରୀକୃଷ୍ଣଙ୍କୁ କାନ୍ଧରେ ବସାଇ ଆକାଶରେ ଖୁବ୍ ଉଚ୍ଚତାକୁ ଉଡ଼ିଗଲା, କିନ୍ତୁ ଶିଶୁ କୃଷ୍ଣ ଏତେ ଓଜନ ହୋଇଗଲେ ଯେ ସେ ରାକ୍ଷସ ଆଉ ଉପରକୁ ନେଇପାରିଲା ନାହିଁ। ସେ ବାଧ୍ୟ ହେଲା ତାକୁ ତଳକୁ ଖସାଇବାକୁ ଆରମ୍ଭ କଲା। ଭଗବାନ ତାର ବେକକୁ ଜାବୁଡ଼ି ଧରିଲେ ଏବଂ ସେ ତାଙ୍କ କବଳରୁ ମୁକ୍ତ ହେବାକୁ ବହୁତ ଚେଷ୍ଟା କଲା, କିନ୍ତୁ ମୁକ୍ତ ହୋଇପାରିଲା ନାହିଁ। ଖୁବ୍ ଭୟଙ୍କର ଚିତ୍କାର କରି ସେ ବୃନ୍ଦାବନରେ ଭୂମି ଉପରେ କଚାଡ଼ି ହୋଇ ପଡ଼ିଲା ଓ ମରିଗଲା। ବୃନ୍ଦାବନର ସମସ୍ତ ଅଧିବାସୀ ତାର ଶରୀରକୁ ଦେଖି ପାରିଲେ। ଯେତେବେଳେ ଗୋପୀମାନେ ଦେଖିଲେ ଯେ ରାକ୍ଷସ ମରିଯାଇଛି ଓ ଶିଶୁକୃଷ୍ଣ ଖୁବ୍ ଆନନ୍ଦରେ ତାର ଶରୀର ଉପରେ ଖେଳ କରୁଛନ୍ତି, ସେମାନେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କୁ ଅତି ସ୍ନେହରେ ଉପରକୁ ନେଲେ ଓ ଗୋପାଳ ଓ ଗୋପିକା ବୃନ୍ଦ ତାଙ୍କର ସ୍ନେହର କୃଷ୍ଣଙ୍କ ପାଇଁ ଖୁବ୍ ଆନନ୍ଦିତ ହେଲେ। ସେ ସମୟରେ ସେମାନେ କଥାବାର୍ତ୍ତା ହେବାକୁ ଆରମ୍ଭ କଲେ। କି ଆଶ୍ଚର୍ଯ୍ୟର କଥା ଯେ ରାକ୍ଷସ ଶିଶୁ କୃଷ୍ଣଙ୍କୁ ଗିଳି ପକାଇବା ପାଇଁ ନେଇଥିଲା, କିନ୍ତୁ ପାରିଲା ନାହିଁ। ତା ପରିବର୍ତ୍ତେ ସେ ତଳେ ପଡ଼ି ମରିଗଲା। ଯେଉଁମାନେ ମହାନ୍ ପାପୀ, ସେମାନେ ସେମାନଙ୍କର ପାପ କର୍ମର ପ୍ରତିକ୍ରିୟା ଯୋଗୁଁ ଏ ପ୍ରକାର ମୃତ୍ୟୁବରଣ କରନ୍ତି। ଏଠାରେ ଉପସ୍ଥିତ ଗୋପୀଗଣ କୁହାକୁହି ହେଲେ, ଆମେ ଆମର ପୂର୍ବଜନ୍ମର କି ବ୍ରତାନୁଷ୍ଠାନ ଓ ତପସ୍ୟା କରିଥିଲେ କେଜାଣି, ଏହି ସବୁ ପୁଣ୍ୟକର୍ମ ଯୋଗୁଁ ଆମେ ଆମର ପ୍ରିୟ ଶିଶୁକୁ ଫେରି ପାଇଲେ, ଯାହାକି ଆମେ ମରିଗଲା ବୋଲି ଭାବୁଥିଲେ। ଏ ପ୍ରକାର ଅଦ୍ଭୁତ ଘଟଣାମାନ ଦେଖି ନନ୍ଦ ମହାରାଜ ବାରମ୍ବାର କଥାଗୁଡ଼ିକ ମନେ ପକାଉଥିଲେ। ଏହି ଘଟଣା ପରେ ଯେତେବେଳେ ମା ଯଶୋଦା ଥରେ ଶିଶୁ ଶ୍ରୀକୃଷ୍ଣଙ୍କୁ ଖୁବ୍ ସ୍ନେହରେ ଥାପୁଡ଼ାଉଥିଲେ, ସେତିକିବେଳେ ତାଙ୍କ ସ୍ତନରୁ ଖୁବ୍ ଦୁଗ୍ଧ ସ୍ରବିତ ହେଲା ଏବଂ ସେ ଆଙ୍ଗୁଠିରେ ଯେତେବେଳେ ଶିଶୁ କୃଷ୍ଣଙ୍କୁ ପାଟି ମେଲା କଲେ, ସେ ହଠାତ୍ ଶ୍ରୀକୃଷ୍ଣଙ୍କ ପାଟି ମଧ୍ୟରେ ବିଶ୍ୱରୂପ ଦେଖିଲେ। ଏହା ଦେଖି ମା ଯଶୋଦା ବିଚିତ୍ର ଚିନ୍ତାରେ ମଗ୍ନ ହୋଇ ପଡ଼ିଲେ। ଶିଶୁ ରୂପରେ ମା କୋଳରେ ଶୋଇଥିବା ଅବସ୍ଥାରେ ଶ୍ରୀକୃଷ୍ଣ ଯେ ଏପରି ବିଶ୍ୱରୂପ ପ୍ରଦର୍ଶନ କଲେ, ଏଥିରୁ ଏହା ପ୍ରମାଣିତ ହେଉଛି ଯେ ପରମ ପୁରୁଷ ଭଗବାନ ସର୍ବଦା ପରମ ପୁରୁଷ ଭଗବାନ ହିଁ ଅଟନ୍ତି। ତେଣୁ ମା କୋଳରେ ଶିଶୁ ରୂପରେ ହେଉ କିମ୍ବା କୁରୁକ୍ଷେତ୍ରରେ ଯୁଦ୍ଧ ଭୂମିକାରେ ସାରଥୀ ରୂପରେ ହେଉ, ଯେ କୌଣସି ରୂପରେ ହେଉ,
से परम पुरुष भगवान ही अटंती। हरे कृष्ण प्रभु। हरे कृष्ण सरला ना कौन आज्ञा प्रभु। तो कौन तुम्हें ये जो सुंदर तृणावर्त लीला कहला ना टॉपिक ना कौन थिला तुम्हारो तृणावर्तर तृणावर्तर मुक्ति। तृणावर्त मुक्ति कौन था बुझिलो वॉइस कटि जाउची आप हाँ हरे कृष्ण मु कहली तमे ब्लूटूथ रे कथा हुआ माने डायरेक्ट ये को ब्लूटूथ यूज न करके हरे कृष्ण डायरेक्ट को अनम्यूट करी को मेरा म्यूट म्यूट अच्छा अनम्यूट कर दे ना म्यूट अच्छा अनम्यूट करो म्यूट अच्छा अनम्यूट कला होगा ना टू अनम्यूट हाँ एबे को हरे हरे कृष्ण प्रभु। प्रभु प्रभु हाँ एबे वॉइस को सुबह सुना हाँ सुना वाला एबे को हरे कृष्ण प्रभु। हाँ सुना जी तुम कथा कुह कि आज जो सुंदर लीलाटे तुम व्याख्यान कल तृणावर्तर उद्धार कौन शिक्षा को मिला हमको मो कथा सुना अछि ना क्लियरली तुमको हरे कृष्ण तो किछि नेट डिस्कनेक्ट दिए छी प्रॉब्लम अछि एपटे प्रभु जी हमर देवगढ़ रू ही प्रभु जी जॉइन करथिले 16 प्रभु देवगढ़ रू सुना है कि सुनार खଣି मिली छी बटे हरे कृष्ण प्रभु। हरे कृष्ण कुह एबे क्लियर सुना हला कुह तुम्हें प्रथम आरंभ करी। नहीं नहीं कौन तुम बुझिल से भगवान का जो लीला है कहल कौन कौन हमको शिक्षा मिलला सेटा शेयर करो एथुरु आमे जानिले जे आम भगवान आम चतुर्पार्श्वरे अछंती। आमे हम्म जनातरे हो किंबा अजनातरे हो हमर चतुर्पार्श्वरे भगवान अछंती जोटा कि आमे माने एथुरु जानिबा जे सेठारे मिलला ना सेही समय रे गोपिका वृंद उनको चतुर्पार्श्वरे मते भगवान थाई कि भी ସେମାନେ ସେଇଟା ସେଇ ଜିନିଷ ଜାଣି ପାରୁ ନଥିଲେ ସେମାନେ ତାକୁ ସାଧାରଣ ମଣିଷ ଭାବରେ ଭାବୁଥିଲେ। ଆଉ भगवान ସବୁଠି ଅଛନ୍ତି ତାପରେ विशेष तो के समय मिललानी प्रभु टिके क्लास टी अपन टिके सेशन देवा समय रे बहुत पूर्व प्रस्तुति नहीं कि समस्त आसियार अछि भगवान का लीला ଯେତେବେଳେ ଆମେ ସେୟାର କରିବା
ସେତେବେଳେ ସେ ଲୀଳାକୁ ବିଭିନ୍ନ ଦୃଷ୍ଟିକୋଣରୁ ପରଖିବା ଦରକାର। ଯଦି କେହି ଭଗବାନଙ୍କର ଲୀଳାକୁ ଶ୍ରବଣ କରୁଛନ୍ତି ତାହେଲେ କୁହାଯାଏ କି ହୃଦୟସ୍ଥ ଅବଦ୍ରାଣୀ ବିଧୁନୋତି ସ୍ୱଚ୍ଛତାମ୍, ହୃଦୟର ସବୁ ପ୍ରକାର କଳମସ ନଷ୍ଟ ହୋଇଯାଏ। କିନ୍ତୁ କେତେବେଳେ, ଯେତେବେଳେ ଭାବନ୍ତୁ କାହାର ଆମ ହୃଦୟରେ ବିଭିନ୍ନ ପ୍ରକାର ସବୁ ଅନର୍ଥ ଅଛି, ସେ ଅନର୍ଥର ଉପଶମ କରିବା ପାଇଁ ଭଗବାନଙ୍କର ଲୀଳା ଯେତେବେଳେ ଆମ ହୃଦୟରେ ସବୁବେଳେ କଣ ଆମକୁ ସବୁବେଳେ ଶୁଣା ହଉଥାଏ କି ଭଗବାନଙ୍କ ଲୀଳା କଣ ଅଛି, ଭଗବାନ କେତେ ସୁନ୍ଦର ଭାବରେ ଲୀଳା କରିଥିଲେ। ଯିଏ ଏତେ ଟିକେ ନିକି ତନ କରିକି ଭଗବାନଙ୍କ ଲୀଳା ଶ୍ରବଣ କରିଥିବେ ଆଉ ତାପରେ ବିଚାର କରୁଥିବେ, ଚିନ୍ତନ ମନନ କରୁଥିବେ, ସେତେବେଳେ ମାୟାର କୌଣସି ସ୍ଥାନ ରୁହେନି ହୃଦୟରେ। କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ତ ମାୟା ସେ ଜାଗାରେ ପ୍ରବେଶ କରିପାରିବନି, ତାଙ୍କୁ ଜାଗା ମିଳିବନି ଯୋଉଠି କୃଷ୍ଣଙ୍କର କଣ ଅଛି, କୃଷ୍ଣଙ୍କର ପ୍ରକାଶ ଅଛି, ସେଠି ମାୟା ରୂପୀ ଅନ୍ଧକାର ପ୍ରବେଶ କରିପାରିବ। ତ ମାୟା ମାନେ କଣ, ଯାହା ଆମକୁ ଭକ୍ତି ମାର୍ଗରୁ ବିଚ୍ୟୁତ କରିକି ନେଇକି ଯାଉଛି, ସେଟା ଅଛି ମାୟା। ମାୟାରୁ ଆମକୁ ମୁକ୍ତ ହବା ପାଇଁ ମାୟାର ପତି ଭଗବାନ ଶ୍ରୀକୃଷ୍ଣଙ୍କର ଶୁଦ୍ଧ ଭକ୍ତ ମାନଙ୍କର ଚରଣ କମଳରେ ସମର୍ପିତ ହବାକୁ ପଡିବ। ପ୍ରଭୁପାଦଙ୍କୁ ବହୁତ ସମୟରେ କିଛି ଭକ୍ତ ମାନେ ପଚାରିଲେ, ପ୍ରଭୁପାଦ ଭଗବାନ କୃଷ୍ଣଙ୍କର ଯୋଉ ରାସ ଲୀଳା ଅଛି, ତ ରାସ ଲୀଳା ଆମେ ଯେତେବେଳେ ଅଧ୍ୟୟନ କରୁଛେ ତ ଆମର ମାନସିକ ବିକୃତି ଆସୁଛି। କାହିଁକି ନା ସେଇ ସମୟରେ ପ୍ରଭୁପାଦଙ୍କର ଶିଷ୍ୟ ମାନେ ବୋଧ ହୁଏ କେତେ ସେଇ ଭଗବାନଙ୍କର ଅତି ଉନ୍ନତ ଲୀଳାକୁ ଧାରଣ କରିବା ପାଇଁ କ୍ୟାପେବୁଲ ନଥାଇ ପାରନ୍ତି। ତେଣୁ ପ୍ରଭୁପାଦ ସେମାନଙ୍କୁ କହିଲେ କି ତୁମେ ଅସୁର ବଦ୍ଧ ଲୀଳାକୁ ଶ୍ରବଣ କର। ତ କହିବାର ତାତ୍ପର୍ଯ୍ୟ ଅଛି, ହୃଦୟର ଅନର୍ଥ ନିର୍ବାପିତ ହେବା ପରେ ହିଁ ଆମେ ଭଗବାନଙ୍କ ଲୀଳାକୁ ଆନନ୍ଦର ସହିତ ତାକୁ କଣ କରିପାରିବା, ପ୍ରାପ୍ତ କରିପାରିବା। ଶ୍ରବଣ। କିନ୍ତୁ ଏବେ ଆମେ ଭଗବାନଙ୍କର ଲୀଳା ଯୋଉ ପଢୁଛେ, ଭିନ୍ନ ଭିନ୍ନ ପ୍ରକାର ଲୀଳା, ତାର ଗୋଟିଏ ଉଦ୍ଦେଶ୍ୟ ଜନ୍ମାଷ୍ଟମୀ ର ଲୀଳା ଶ୍ରବଣ ଆମେ କରୁଛେ, ତାର ଗୋଟିଏ ଉଦ୍ଦେଶ୍ୟ ଯେ ଆମେ କୃଷ୍ଣଙ୍କୁ କେତେ ଦୂର ଜାଣିଛେ। କାଲି ମୁଁ କହୁଥିଲି କି ଆମେ ଯଦି କାହାକୁ ଭଲ ପାଉଛେ ଭୌତିକ ଦୁନିଆରେ, ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଉଛି, ସେ ତା ବିଷୟରେ ସବୁ କିଛି ଜାଣିପାରୁଛି। ସେ କଣ ଖାଇଲା, ପିଇଲା, ପିନ୍ଧିଲା, ଗଲା, ଆସିଲା, ବସିଲା, ସବୁ କିଛି, କୌଣସି ଜିନିଷ ଏମିତି ଅଜଣା ନଥାଏ। ସେମିତି ଆମେ ଯେତେବେଳେ କୃଷ୍ଣଙ୍କୁ ଭଲ ପାଇବାକୁ ଯାଉଛେ, ଆକ୍ଚୁଆଲି ଭଲ ପାଇବାଟା ଆମ ସ୍ୱତଃପୃତ ଭାବରେ ଆମ ହୃଦୟରେ ଅଛି, କିନ୍ତୁ କଣ ହେଇକି ଘୋଡେଇ ହେଇକି ଅଛି। ତେଣୁ ସେ ଭଲ ପାଇବାକୁ ପୁନଃ ଯଦି ଫୁଲ ଫ୍ଲେଜ ଭଲ ପାଇବାକୁ ପୁନଃ ପ୍ରାପ୍ତ କରିବା ପାଇଁ ଆମେ ଭଗବାନଙ୍କ ବିଷୟରେ ପ୍ରଥମେ ଜାଣିବା। କୃଷ୍ଣ କେତେ ମହାନ, କୃଷ୍ଣ କଣ କଣ କରୁଥିଲେ, କୃଷ୍ଣ କେତେ ଅସୁର ମାନଙ୍କୁ ରାକ୍ଷସ ମାନଙ୍କୁ ବଧ କରୁଥିଲେ, ତ ଏସବୁ ଯେତେବେଳେ ଜାଣିବା, ସେତେବେଳେ ଆମର ଭଲ ପାଇବାଟା ପ୍ରକାଶ ହବା କେମିତି ସେବା ମାଧ୍ୟମରେ। ତେଣୁ ସେଥିପାଇଁ ପ୍ରଥମେ ପ୍ରଶିକ୍ଷଣ, ତାପରେ କଣ ସେବା। ତେଣୁ ଆଜି ଯୋଉ ପ୍ରଭୁ ଆମର ପ୍ରଭୁ ଆଜି ତୃଣାବର୍ତ୍ତର ଉଦ୍ଧାର ଲୀଳା ଇଏ କଲେ, ତ ସେଠି ଗୋଟେ ଦୁଇ ଦିନ ତଳେ ଗୁରୁ ମହାରାଜଙ୍କର ଜବର ମହାରାଜ ଆସିଥିଲେ। ସେ କହୁଥିଲେ ତୃଣାବର୍ତ ଆସିବା ପୂର୍ବରୁ ଯଶୋଦା ମା କାହ୍ନାକୁ କଣ କରିଥିଲେ, ତାଙ୍କୁ ସ୍ତନ୍ୟପାନ କରାଇକି ତାଙ୍କୁ ଯେତେବେଳେ ଧରିଥିଲେ, ସେତେବେଳେ ସେ ଓଜନ ହବାକୁ ତାଙ୍କର ଓଜନ ବଢିବା ପାଇଁ ଲାଗିଲା। ତ ମା କିଛି ବୁଝି ପାରିଲେନି, ଯଶୋଦା ମା କିଛି ବୁଝି ପାରିଲେନି କି ପିଲାର ଓଜନ କାହିଁ ବଢି ଯାଉଛି। ତ ସେତେବେଳେ ମା କଣ କଲେ, କିଛି ବିଚାର କରିବା ପୂର୍ବରୁ ପିଲାକୁ ସେଇଠି ତଳେ ରଖିଦେଲେ। ତଳେ ମାନେ ତାଙ୍କ ଅଗଣା ଥିଲା, ଅଗଣାରେ ତଳେ ଯୋଉଠି ଛୋଟ ମାନେ ଧରିଥିଲେ କୋଳରେ, ତାକୁ ତଳେ ରଖିଦେଲେ। ତ ଯାଇକି କିଛି ଭାବୁଥିଲେ କି କିଛି ଗୋଟେ ରାକ୍ଷସ ପ୍ରବେଶ, ରାକ୍ଷସ କି ଗୁଣିଗାରେଡି କରିଦେଇଛି, କିଛି ରାକ୍ଷସ ପଳେଇ ଆସିବେ କି କିଛି ଗୋଟେ ଭୂତ ଫୁତ ଲାଗିଛି, ଏଇଭଳିଆ କିଛି ମନରେ ଆସିଥିଲା। ତେଣୁ ସେତେବେଳେ କୃଷ୍ଣ ଯେତେବେଳେ ଯଶୋଦା ମା ଯେତେବେଳେ ଭିତରକୁ ଯାଇଥିଲେ, ସେଇ ସମୟରେ ତୃଣାବର୍ତ୍ତର ଏଣ୍ଟ୍ରି ହେଇଛି। ତ ତୃଣାବର୍ତ୍ତ କଣ କରିଛନ୍ତି, ସେ ପ୍ରପର ଲେଖିଛନ୍ତି କି ସେ ଗୋଟେ ବଡ ବାତ୍ୟା ଟାଇପ ର ବାୟୁ, ଝଡ ତୋଫାନ, ସେ ରାକ୍ଷସ ଆସିଥିଲା ସେଇ ରୂପରେ। ତେଣୁ ସେ ଯେତେବେଳେ ଆସିଛନ୍ତି, ସେତେବେଳେ ସବୁ କିଛି ବୃନ୍ଦାବନ ସବୁ କିଛି କୁ ସେ କଣ କରିଛନ୍ତି, ନିଜର କରାଳ ତାଣ୍ଡବ କରିକି କରାଳ ତାର ରୂପରେ
ସମସ୍ତଙ୍କୁ ଉପରକୁ ନେଇକି ଯିବା ପାଇଁ ଚାହୁଁଛନ୍ତି। ତେଣୁ ତା ଭିତରେ ଶିଶୁ କୃଷ୍ଣ ଛୋଟ କାହ୍ନା ଆମର କଣ କରିଛନ୍ତି ତା ଭିତରେ ବି ବୁଡି ଯାଇଛନ୍ତି। ତ ଭଗବାନଙ୍କୁ ବୁଡେଇବା ସାମର୍ଥ୍ୟ କାହାର ନଥାଏ। ତ ତୃଣାବର୍ତ ଭଗବାନଙ୍କୁ ସେ ସେଇଥିପାଇଁ ଓଜନ ହେଇଯାଇଥିଲେ। ସେଠି ଆଚାର୍ଯ୍ୟ ମାନେ କୁହନ୍ତି କି ବୃନ୍ଦାବନରେ ଶ୍ରୀକୃଷ୍ଣ ସବୁ କିଛି ନିଜ ଯେତେ ସମସ୍ୟା ଆସିଲେ ନିଜେ ତା ଦେହରେ ପାର୍ଟିସିପେଟ କରିବା ପାଇଁ ଚାହାନ୍ତି। ଗୋପ ବାଳକ ମାନେ ହୁଅନ୍ତୁ କିମ୍ବା ଯଶୋଦା ମା ବାପା ମା ତାଙ୍କର ହୁଅନ୍ତୁ, ତ କାହାକୁ ଏଥିରେ କଷ୍ଟ ଦେବାକୁ ଚାହାନ୍ତିନି। ସେଇଥିପାଇଁ ସେ ନିଜେ ଓଜନ ହେଇଗଲେ ତାକି ତୃଣାବର୍ତ ଲୀଳାକୁ ପ୍ରଦର୍ଶନ କରାଇ ପାରିବେ। ଆଉ ଯଶୋଦା ମା ଭିତରକୁ ପଳେଇଲେ ତାକି ଯୋଉ ପବନ ବାତ୍ୟା ହବ, ଯୋଉଟା ତୋଫାନ ହବ, ସେଥିରେ ମାଙ୍କର କିଛି କ୍ଷତି ହବନି। ତ ଆସିକି ଦେଖନ୍ତି ମା କି କାହ୍ନା ନାହିଁ, ତ କାହ୍ନାକୁ କଣ କରିଛନ୍ତି ତୃଣାବର୍ତ ନେଇ ଉପରକୁ ଛାଡିଛନ୍ତି। ସେ ବହୁତ ଖୁସି ଅଛନ୍ତି, କାହିଁକି ନା ଆଜି କାହ୍ନାଙ୍କୁ ହତ୍ୟା କରିବା ଯୋଉ ପ୍ରୟାସ ସେ କରି ତାଙ୍କର ଜାରି ରଖିଛନ୍ତି। ତ ଭଗବାନଙ୍କୁ ଯେତେବେଳେ ନେଇ ଚାଲିଛନ୍ତି, ତ ଭଗବାନ ବହୁତ ଉପରୁ ପୁରା ଫାଷ୍ଟ ମନେନି ଏଟା କଣ ଆକାଶରେ ଉଡନ୍ତି, କଣ ସେଟା ଗୋଟେ ଥାଏ ଭୁଲିଗଲି, ଯୋଉ ଆକାଶରୁ ଡେଇଁକି ଉଡନ୍ତିନି ଜାଣିଥିବେ। ତ ଫାଷ୍ଟ ସେ ବୃନ୍ଦାବନ ସେ ରୂପଟାକୁ ଦେଖୁଛନ୍ତି କି ବୃନ୍ଦାବନ କେତେ ସୁନ୍ଦର ଅଛି। ତ ସବୁ ଦେଖୁଛନ୍ତି। ୟା ଭିତରେ ତୃଣାବର୍ତ କଣ କରିଛି କି ଶିଶୁ କୃଷ୍ଣଙ୍କୁ ମଥୁରା ଆଡକୁ ନେବା ପାଇଁ ଚେଷ୍ଟା କରିଛି। ତ କୃଷ୍ଣ ବୃନ୍ଦାବନ ଛାଡିକି ଯିବାକୁ ଚାହାନ୍ତି ନାହିଁ। ସେଇ ସମୟରେ ଯେତେବେଳେ ମଥୁରା ଆଡକୁ ଯିବା ପାଇଁ ଚେଷ୍ଟା କରିଛନ୍ତି, ତ ସେତେବେଳେ ଶ୍ରୀକୃଷ୍ଣଙ୍କୁ ଭଗବାନ କଣ କଲେ, ସେ ଶ୍ରୀକୃଷ୍ଣଙ୍କୁ ତୃଣାବର୍ତ କଣ କଲା, ଯିବାକୁ ଚାହିଁଲା ବେଳେ ଶ୍ରୀକୃଷ୍ଣ କଣ କରିଛନ୍ତି, ତାଙ୍କୁ ତାଙ୍କର ଯୋଉ ଏବେ ଓଜନ ବଢେଇବା ପାଇଁ ଚେଷ୍ଟା କରିଛନ୍ତି। ଓଜନ ପୁରା ବହୁତ ବହୁତ ବଢେଇଛନ୍ତି। ସେତେବେଳେ ତୃଣାବର୍ତ ପ୍ରାୟ ଅସହାୟ ହେଇପଡିଛି। ଆଉ ଭଗବାନ କଣ କରିଛନ୍ତି, ତାଙ୍କର ଓଜନ ବଳରେ ତୃଣାବର୍ତକୁ ଏଇ ଯୋଉ ପୁଣି ବୃନ୍ଦାବନ ଧରିତ୍ରୀ ଆଡକୁ କଣ ତଳକୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି। ଆଉ ବହୁତ ଜୋର ସେ ତାଙ୍କର ଓଜନ ବଢି ଯାଇଛି ସଡନଲି। ତୃଣାବର୍ତ କିଛି ଭାବିବା ପୂର୍ବରୁ ସିଏ ପୁରା ପଡି ଯାଇଛନ୍ତି ବୃନ୍ଦାବନରେ। ତେଣୁ ସେଥିପାଇଁ ପ୍ରଭୁପାଦ ଭକ୍ତି ବିନୋଦ ଠାକୁର ଆମ ଆଚାର୍ଯ୍ୟ ଅଛନ୍ତି, ତ ସେ ହେଲେ କହୁଛନ୍ତି ତୃଣାବର୍ତ ଭକ୍ତି ଜୀବନରେ କାହାର ପ୍ରତୀକ, ଡ୍ରାଏ ଲଜିକ, ଫିଲସଫି, ସ୍ପେକୁଲେସନ, ମେଟେରିଆଲିଷ୍ଟିକ ଇଣ୍ଟେଲିଜେନ୍ସ ୟାର ପ୍ରତୀକ ଥାଏ। ତୃଣାବର୍ତ ଅଛନ୍ତି, ତୃଣାବର୍ତ କାହାର ପ୍ରତୀକ ପ୍ରଭୁପାଦ ଲେଖୁଛନ୍ତି କି false pride which coming from dry or materialistic logic which lead to bogus philosophy। ସେ ଯୋଉ ଅହଙ୍କାର ଅଛି, ଅହଙ୍କାରରେ କଣ ଏଠି ଦେଖିଲେ ପ୍ରଭୁପାଦ କହୁଛନ୍ତି କି ଡ୍ରାଏ ଲଜିକ, ବୋଗସ ଫିଲୋସଫି। ତ ଏଇ ଆଧାରରେ ଯଦି କିଏ କାହା ମନରେ ଅହଙ୍କାର ଅଛି, ତ ସେ ଅହଙ୍କାରକୁ ପୁଷ୍ଟି କରିବା ଯୋଉ ପ୍ରବୃତ୍ତି ଅଛି, ଏଇଟା ତୃଣାବର୍ତର ପ୍ରତୀକ। ଡ୍ରାଏ ଲଜିକ ଫିଲୋସଫି କିମ୍ବା ବୋଗସ ଫିଲୋସଫି, ସ୍ପେକୁଲେସନ କଣ, ଏଗୁରା ମେଟେରିଆଲିଷ୍ଟିକ ସ୍ପେକୁଲେସନ କଣ, ଆମେ କୃଷ୍ଣଙ୍କୁ ଜାଣିବା ପାଇଁ ଚାହୁଁଛେ। କୃଷ୍ଣଙ୍କୁ ଜାଣିବା ପାଇଁ ସବୁଠୁ ବେଷ୍ଟ ଜିନିଷ କିଏ କହିପାରିବେ, କୃଷ୍ଣ ହିଁ କହିପାରିବେ। ତ କୃଷ୍ଣ କାହାକୁ କହୁଛନ୍ତି, ଗୁରୁ ପରମ୍ପରାରେ ଆମକୁ କୃଷ୍ଣ ତାଙ୍କ ନିଜ ବିଷୟରେ କହୁଛନ୍ତି ସବୁ କିଛି। କିନ୍ତୁ ଆମେ ଯେତେବେଳେ ଚେଷ୍ଟା କରିବା ଯେମିତି ନିଜେ ଭଗବାନଙ୍କୁ ଜାଣିବା ପାଇଁ, ନିଜେ ଭଗବାନ, ଆଜି ଭଗବାନଙ୍କୁ ଆମେ ନିଜେ ଜାଣିବା ପାଇଁ ଚାହୁଁଛନ୍ତି, କାଲି ନିଜେ ଭଗବାନ ହବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ପ୍ରଭୁପାଦ ଲେଖୁଛନ୍ତି ସବୁ ଡ୍ରାଏ ଫିଲୋସଫି, ବୋଗସ ଫିଲୋସଫି। ତ ଆମର ଦୁଇ ପ୍ରକାର ରାସ୍ତା ଅଛି ଭଗବାନଙ୍କୁ ଜାଣିବା ପାଇଁ, ଗୋଟେ ଅବରୋହ ପନ୍ଥା ଆଉ ଗୋଟେ ଆରୋହ ପନ୍ଥା। ଆରୋହ ପନ୍ଥା କଣ, ଯୋଉ ଆଜିର ଏତେ ଲୋକ ସବୁ ଚେଷ୍ଟା କରୁଛନ୍ତି ଭଗବାନଙ୍କୁ ନିଜର ସାମର୍ଥ୍ୟ ବଳରେ ଜାଣିବା ପାଇଁ। ସାଇଣ୍ଟିଷ୍ଟ ମାନେ ଚେଷ୍ଟା କରୁଛନ୍ତି ବିଭିନ୍ନ ପ୍ରକାର ମାଧ୍ୟମ ଉପକରଣ ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ। ଘରେ ବସିକି ଆମେ ଚେଷ୍ଟା କରୁଛେ କି ନା ଭଗବାନ ଏମିତି ହେଇଥିବେ, ଭଗବାନ ସେମିତି ହେଇଥିବେ, ଭଗବାନ ତ ଏମିତି ଆଉ। ତ ଆମେ ନିଜର ଭୌତିକ ବୁଦ୍ଧି ବଳରେ କିଛି ସ୍ପେକୁଲେଟ କରୁଛେ, କିଛି ଗୋଟେ ଗେସ୍ କରୁଛେ, ଅନୁମାନ କରୁଛେ ଭଗବାନ ଏମିତି ହେଇଥିବେ, ଭଗବାନ ଏମିତି କରିଛନ୍ତି, ଭଗବାନ କାହିଁକି ଏମିତି କଲେ। ସେ କୃଷ୍ଣଙ୍କୁ ଗ୍ରହଣ କରୁନଥିବ, କିନ୍ତୁ କୃଷ୍ଣଙ୍କର କୌଣସି ଗୋଟେ ଲୀଳାକୁ ତାପରେ କୋଶ୍ଚିନ୍ କରୁଥିବେ, କୃଷ୍ଣଙ୍କର ଅଥରିଟିକୁ ଗ୍ରହଣ କରୁନଥିବେ। ପ୍ରଭୁପାଦ ଭଗବତ ଗୀତାରେ ଗୋଟେ ବଢିଆ ଜିନିଷ ଲେଖିଛନ୍ତି, we are using the authority of Krishna but we are not surrendering to Krishna। ଆମେ ଭଗବାନଙ୍କର ଅଥରିଟିକୁ ଆକ୍ସେପ୍ଟ କରୁଛେ, କାହିଁକି ନା ଭଗବାନଙ୍କ ଅଥରିଟି କଣ, ଭଗବାନ ହେଲେ ସୁପ୍ରିମ କଣ୍ଟ୍ରୋଲର, ସୁପ୍ରିମ ଏନଜୟର, ସୁପ୍ରିମ କ୍ରିଏଟର, ପ୍ରୋପାଇଟର। ଆମେ ଚାହୁଁଛେ ଏଇ ଗୁଣକୁ ପ୍ରାପ୍ତ କରିବା ପାଇଁ, କିନ୍ତୁ
आमे कृष्ण प्रति समर्पित हेबार प्रश्न हमको आसुनी केबे। तेणु से प्रभुपाद कहते यदि मन को मन आम कृष्ण को जाना हम। तेणु से भगवान कहते कि भक्ति भक्त भगवान, तो भगवान को प्राप्त करने भक्ति माध्यम भक्तों पाखे शरणागत हबार अच्छी। तो आरोह पंथा रे कह जाए इंडक्टिव मेथड ता माने आमे निजर विद्या बुद्धि ज्ञान बल अहंकार या माध्यम भगवान को जानिया विषय भगवान का विषय जानिया चाहूचे। किंतु यार लिमिटेशन कौन कि भौतिक जगत रे एक तो समय द्वितीय अनसर्टेनिटी कि सामर्थ्य ये सब जिनसर लिमिटेशन थाए। तेणु भगवान को बहुत कम समय रे जानिकी भगवान के प्रति भल पाइबा आने हमको कौन करा पड़ो आरोह पंथा नुहे अवरोह पंथा रे आसियार अच्छी, डिडक्टिव मेथड रे आसियार अच्छी। शब्द प्रमाण जो ए पंथा रे आसे शास्त्र प्रमाण शब्द प्रमाण माध्यम रे आमे शास्त्र को शास्त्र जहाँकि अपरुषेय ताकू आमे कौन करंदी ता माध्यम रे कोन वेद हमर माँ पिता किए परम पुरुष पिता भगवान कृष्ण अहं बीज पद पिता भगवान कहते। तो माँ को पचारे आम पिता विषय जानी पारिबा। तो आम माँ को अर्थात शास्त्र को समर्पित है गुरु कृष्ण जो परंपरा अच्छी से परंपरा रे शास्त्र को बुझिकी आम भगवान को अप्रोच कर पारिबा। मन गढ़ा कौन जमी मायावाद दर्शन मायावाद रे कौन कहा जाए कि आमे भगवान हो पारिबा बोली ना ये रास्ता अच्छी शारीरिक भाष्य अच्छी। तेणु से मायावाद रे आमे जेतबेले प्रभुपाद प्राय भगवत टर्म व्यवहार कर मायावाद मायावाद कहीं ना कि से माने आरोह पंथा उपरे विशेष ये करते अतः निजे भगवान हवाई चेष्टा करते। तेणु आरोह पंथा रे आमे भगवान को विषय जानिबा यह पूर्ण हो नता है। भगवान को आम जानी कौन शास्त्र कहनी किसी विषय से अंडरस्टैंडिंग थाए। तेणु ड्राए स्पेकुलेशन ये सब जिनस आम डार्विन कहले कि मनीष मैंने मांकड़ आसुच्च किंतु भगवत गीता भागवत में रामायण में पढ़ुचे कि अनादि समय सृष्टि आरंभ मनीष भी अच्छा मांकड़ मान भी अच्छा। तेणु आरोह पंथा आमर जो अत्याधुनिक एजुकेशन सिस्टम अच्छी तो ये सब जिन आरोह पंथा आसे जो आम भगवान को जानी पारानी पूर्ण ज्ञान आमर हबनी। तेणु अवरोह पंथा कौन समझते शुणी बुद्धिज्म विषय बुद्धिज्म बुद्धिज्म वाला तो ये जो आरोह पंथा बुद्धिज्म रे कौन से निजे शरीर तत्व को डिसमेंटल माने कौन भांगिकी भीतर किसी जावा चाहती कि आम संसार मृत्यु पर सब किसी आम ये सब किसी मिसीगला क्या सहित शून्य जीरो सब किसी मिसीगला भगवान विषय किसी ज्ञान किसी भी ना से आत्मा परमात्मा विषय किसी ना। तो जिते आम आरोह पंथा था से आम भगवान को जानी पारती आरोह पंथा आम जीवन में कौन प्रासंगिकता अच्छी कि आम जो चेष्टा करती कृष्ण को जानापी किसी आध्यात्मिक ज्ञान जानापी तो आम कौन करती निजे फास्ट भावती यहाँ शास्त्र ना नहीं जानती गीतार बा लिखाई कोटि लिखाई नमें ना नहीं जानती किंबा फॉल्स लॉजिक ना तापरे किंबा इंस्टाग्राम फेसबुक यूट्यूब या माध्यम आम किसी गोटे पाइगले भेरीफाए करते केवे आम भाव तो लिखाई कि यहाँ कहा से प्रभु जी कहते से माता जी कहते। तो ये सब जिन नई आम प्रभुपाद तत्वावधान रही प्रभुपाद जो बुक्स अच्छी जो अध्ययन करवा ताहले आम अवरोह पंथार अंतर्भुक्त हवा। तो प्रभुपाद आमको अशेष कृपा करछंती आम जापर ये सब जिन। तेणु केतबले भी आम प्रभुपाद आनुगत्य रही आमर कौन हम कि नम्रता ही बढ़। यदि आम कहार निर्देश परिचालित हवानी भक्ति जीवन रे आम भीतर अहंकार बढ़। अरे मु तो जानची भगवान एमती बहुत दिन तले मो जने संबंधी व्यक्ति से कहले कि तुम्हें कौन हरे कृष्ण महामंत्र जप कर मुझे डाकी भगवान आसिक दर्शन दे कहले बहुत सुंदर यदि एमती भगवान दर्शन दे देवे ताले हरे कृष्ण छाड़ी भगवान के पाखे पड़े रही पारि। किंतु कहवा तात्पर्य आम अहंकार एते थाए अहंकार आधार कौन कि मुझे जानी कौटू जानी कौन शास्त्र प्रमाण नुह मन को मन निजर किसी साधना अच्छी सिद्धि अच्छी योगा वगैरह कली किसी जानिली शुणिली ये आम भावती आमे आमे कहवा ठीक अच्छे मुझे शुणी कौन से आरोहण पंथार आसो
ତ ସେ ଲୋକ କଣ କରୁଛି, ସେ ଲୋକର ସାଧନା ଭଜନ ସେୟା ଅଛି। ଯୋଉ ଲୋକ ଆଜି ତପସ୍ୟା କରିକି ନିଜେ କିଛି ଭାବୁଛି କି ନାଇଁ ଭଗବାନ ଏମିତି ହେଇଥିବେ ସେମିତି ହେଇଥିବେ, ତାଠୁ ମୁଁ ଶୁଣି ଦେଇଛି କେବଳ, ତ ତାର ଅନୁଭବ ଟା ମୁଁ ହିଁ ପାଇଥିବି। କିନ୍ତୁ ଏଇଟା ଅବରୋହ ପନ୍ଥାରେ ଆସୁନି। ତାର ଗୋଟେ ଛାତ ଅଛି, ଛାତ ଘର ଉପରେ ଗୋଟେ ଇଭେଣ୍ଟ ହଉଛି, ତ ମୁଁ ତଳେ ଅଛି। ତାର ଛାତ ଘର ଅଛି, ଆମର 100 ମହଲା କୋଠା ଅଛି, 100 ମହଲା ଉପରେ ହଉଛି। ତେଣୁ ସେଥିପାଇଁ 100 ମହଲାର ମୁଁ ତ ସଡନଲି ଗୋଟେ କେମିତି ଜାଣିବି, ତ ମୁଁ କେତେ ଦୂର ଚଢି ଚଢି ଯିବି। ବେଟର ହବ ସେଠୁ ଯିଏ ଆସୁଛି ତାକୁ ପଚାରିଦେବି କି ଭାଇ କଣ ହେଉଛି କଣ, ନା ଏଇଆ ହଉଛି କାମ ହଉଛି। ତେଣୁ ସେଥିପାଇଁ ଆରୋହଣ ପନ୍ଥାରେ ଆମକୁ ପୂର୍ଣ୍ଣ ସତ୍ୟ ମିଳେନି। କିନ୍ତୁ ଆମେ ଯେତେବେଳେ ଶାସ୍ତ୍ରକୁ ଆଧାର କରିକି ଗୁରୁ ପରମ୍ପରାରେ ଆନୁଗତ୍ୟରେ ରହିକି ଭକ୍ତିଟେ କରିବା, ତ ଗୋଟେ ମୂର୍ଖ ଲୋକ ବି ସେ କଣ ଭଗବାନଙ୍କ ବିଷୟରେ ଜାଣିପାରିବ। ହୃଦୟ ଜ୍ଞାନ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ। ତେଣୁ ଦିବ୍ୟ ପ୍ରକାର ମୂର୍ଖ ଲୋକ ବି ସେ ଭଗବାନଙ୍କର ମାନେ ସେଥିପାଇଁ କୁହାଯାଏ ବ୍ଲାଇଣ୍ଡ ପର୍ସନ କ୍ୟାନ୍ ବ୍ଲାଇଣ୍ଡଲି ଆକ୍ସେପ୍ଟ ସ୍କ୍ରିପଚର। ଯଦି ସ୍କ୍ରିପଚର ବୋନାଫାଇଡ ଥିବ, ସେ ଆଖି ବନ୍ଦ କରିକି ବି ସ୍କ୍ରିପଚରରେ ଯାହା ଲେଖା ହେଇଛି ସତ ମାନିପାରିବ। ଏତିକି ଶ୍ରଦ୍ଧାବାନ ବ୍ୟକ୍ତି ହେଇଥିଲେ ଜଣେ ଭକ୍ତି ମାର୍ଗକୁ ଆସିପାରିବ। ତ ପ୍ରଭୁପାଦ ଏ ତୃଣାବର୍ତ୍ତର ଦମନ ଲୀଳାରେ ଭଗବାନ କହୁଛନ୍ତି, ଏ ତୃଣାବର୍ତ୍ତ କାହାର ପ୍ରତୀକ ନା ଫଲ୍ସ ପ୍ରାଇଡ, ମିଥ୍ୟା ଅହଙ୍କାରର ପ୍ରତୀକ, ଗର୍ବର ପ୍ରତୀକ, ଯାହାର ଆଧାର ସ୍ତମ୍ଭ ହେଲା କି ମନ। ଗୋଟେ କହନ୍ତିନି ଓଡିଆରେ ଅଛି ଚୋର ମୁହଁ ଟାଣ। ସେ କିଛି ଜାଣିନଥାଏ, ତା ହିସାବରେ ସେ ଏଇଟା ଅଛି ସେଇଟା ଅଛି ମୁଁ ସବୁ ଜାଣିଛି ଜାଣିଛି, କିନ୍ତୁ ଦେଖିଲା ବେଳକୁ ସବୁ ମିଛ କଥା ଥିବ। ତେଣୁ ସେଇଭଳିଆ ତୃଣାବର୍ତ୍ତ କଣ ଅହଙ୍କାର ଅଛି ଆମ ଭିତରେ, କିନ୍ତୁ ସେ ଅହଙ୍କାର ଆଧାର କଣ, ଯୋଉ ଫଲ୍ସ ବୋଗସ ଫିଲୋସଫି, ଏଇଟା ସେଇଟା ଏଠି କୋଉଠି କୋଉଠି କିଏ କଣ ଶୁଣିଦେଇଥିବ, ସେଟା ତାକୁ ଭେରିଫାଏ କରିନଥିବ, ଆରୋହଣ ପନ୍ଥାରେ ଯାଉଥିବ ସବୁ ଗୁଡା। ଅର୍ଥାତ ମୁଁ ନିଜେ ଚେଷ୍ଟା କରିକି ନିଜର, ସେଥିପାଇଁ କୁହାଯାଏ ନିଜର ଜ୍ଞାନ ବିଦ୍ୟା ବୁଦ୍ଧି ବିବେକ ୟା ମାଧ୍ୟମରେ ଆମେ କୃଷ୍ଣଙ୍କୁ ପାଇବାନି, ୟା ମାଧ୍ୟମରେ ଆମେ ଭଜନ ସାଧନ କରିପାରିବାନି। ଏସବୁ ଆମକୁ ସାହାଯ୍ୟ କରିବ ଭଗବାନଙ୍କର ଭକ୍ତି କରିବା ପାଇଁ। କେତେବେଳେ, ଯେତେବେଳେ ଆମେ ସେସବୁକୁ ସମର୍ପିତ କରିବା ଶିଖିବା। ମାନସ ଦେହ ଗେହ ଯୋଉ କିଛି ମୋର ଅର୍ପିତଲୁ ତୁଆ ପଦେ ନନ୍ଦ କିଶୋର। ତ ଆମେ ସେ ସବୁକୁ ଗୁରୁଙ୍କ ପାଖରେ ଯଦି ସମର୍ପଣ କରିବା, ସେତେବେଳେ ହିଁ ଆମର ଭକ୍ତି ହବ। ମୁଁ କାହିଁକି କରିଛି ଏଇ ଯୋଉ ରିପୋର୍ଟିଂ ସିଷ୍ଟମ, ଏଥିରେ ଆମର ଆନୁଗତ୍ୟ ବଢିବ। ନିଜେ ତ ନିଜେ ଆମେ ଜପ ତପ କରିଥାନ୍ତେ, ନିଜେ ରହିଥାନ୍ତେ। କିନ୍ତୁ ଆମେ ଯେପର୍ଯ୍ୟନ୍ତ ବୁଝି ନଥିବା କି ନାଇଁ ଭକ୍ତିରେ ଆନୁଗତ୍ୟ ଗୋଟେ ମୁଖ୍ୟ ଅଙ୍ଗ, ପ୍ରାଥମିକ ଅଙ୍ଗ, ସେ ପର୍ଯ୍ୟନ୍ତ ଆମର ଭକ୍ତି ଷ୍ଟାର୍ଟ ହେଇନି। ମୁଁ ସମସ୍ତଙ୍କୁ କିଏ ଯଦି ରିପୋର୍ଟ ନ କଲେ, ମୁଁ କାହିଁ ରିପୋର୍ଟ କର ରିପୋର୍ଟ କର, ରିପୋର୍ଟ ନ କଲେ ଆମେ ଧୀରେ ଧୀରେ ଖାପଛଡା ହେଇ ଦୂରକୁ 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 ପଳାନ୍ତି। ସେଥିପାଇଁ ଭକ୍ତି ପାଇଁ ଏଇଟା ଗୋଟେ ଡର। ଆନୁଗତ୍ୟ ଯଦି ରହିବନି, ଆମର ସରେଣ୍ଡରନେସ ରହିବନି, ତାହେଲେ ଆମେ ଭକ୍ତିରେ ଆଗକୁ ଯିବା ନାହିଁ। ଆମେ ନିଜେ ୱାନ୍ ୱେ କମ୍ୟୁନିକେସନ କରିଦବା କି ନାଇଁ ମୋର ତ ମୁଁ ରହିଛି ଆଉ। ତ ଏସବୁ ଜିନିଷ କଣ, ଡ୍ରାଏ ସ୍ପେକୁଲେସନ, ମୁଁ ମୋର ତ ଭକ୍ତି କରିବି ଆଉ। କିଛି ଦିନ ପରେ ଜଣା ପଡିଥିବ ନା ସେ ଜପମାଳା ଅଛି ନା ସିଏ ଅଛି। ତ ସେମିତି କେହି କରିବାର ନାହିଁ। ତେଣୁ ଆନୁଗତ୍ୟରେ ରହିବା, ଭକ୍ତି କରିବା, ଆଉ ମନରୁ କିଛି କରିବାନି। ଏଇଟା ଗୋଟେ ମୁଖ୍ୟ ଜିନିଷ। ମନରୁ କିଛି କରିବାନି। କିଛି ବି ଗୋଟେ ସ୍ପିରିଚୁଆଲ ଡିସିସନ ନେଲା, ସବୁଆଡେ ବୁଲିବ, ସବୁଆଡେ ଯାହାବି ଯୁଆଡେ ଯାଉଛ ଭଗବାନଙ୍କ ଦର୍ଶନ କର, ବୈଷ୍ଣବ ସଙ୍ଗ କର, ସାଧୁ ସଙ୍ଗ କର, କିନ୍ତୁ ସ୍ପିରିଚୁଆଲ ଡିସିସନ ନେଲା ବେଳକୁ ସବୁବେଳେ ପଚାରିବ ନିଜର ଗାଇଡ କାଉନସିଲରଙ୍କୁ ପଚାରିବ କି ପ୍ରଭୁଜୀ କି ମାତାଜୀ, କି ମୁଁ ଚାହୁଁଛି ଭକ୍ତିରେ ଆଉ ଟିକେ ପ୍ରୋଗ୍ରେସ କରିବା ପାଇଁ, କି ମୋର ଏଇ ସମସ୍ୟା ଅଛି, ମୁଁ କେମିତି ଏହାରୁ ମୁକ୍ତି ମିଳିବି ସ୍ପିରିଚୁଆଲ ୱେରେ, କୃଷ୍ଣ କନସିୟସ ୱେରେ। ତାହେଲେ ଆମକୁ ଇଜି ହବ। ସମସ୍ୟା ଗୋଟେ, କିନ୍ତୁ ଜନବଳ ଅଧିକ, ଭକ୍ତ ମାନଙ୍କର ବଳ ଅଧିକ। ସେଥିପାଇଁ ଆମେ ମାୟାର ପ୍ରଭାବରୁ ଧୀରେ ଧୀରେ ମୁକ୍ତ ହେଇପାରିବା, ଭଗବାନଙ୍କର ଭକ୍ତି କରିପାରିବା। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ। ଗୌର ପ୍ରେମାନନ୍ଦ। ହରେ। କାହାର କିଛି ପ୍ରଶ୍ନ ଅଛି, କମେଣ୍ଟ ଅଛି, ସେୟାର କରିପାରିବ। କାଳନ୍ଦୀ ପ୍ରଭୁ, ହରେ କୃଷ୍ଣ। हरे कृष्ण गुरु। କୁହନ୍ତୁ କଣ ଅଛି କି, କଣ ଅବଜରଭେସନ ଅଛି ଆପଣଙ୍କର? କଣ ଅବଜରଭେସନ ଅଛି? କିଛି ମନରେ ପ୍ରଶ୍ନ ଅଛି କାହାର, ସେୟାର କରିପାରିବେ। ଆଉ କିଛି ସେସନ ହବନି ଆଜି, ଏଟା ଲାଷ୍ଟ। ଉତ୍ତମ ପ୍ରଭୁ ବୁଝି ହେଲା କିଛି?
आज्ञा प्रभु गिरिजाला तो समस्ते विशेष ध्यान दब मते वीडियो ऑन कर रखिया पई अंधार घरे आमे किछि भी कले भावंती किए जानन्तिनी कृष्ण किंतु देखन्ति तेणु प्राय सेशन ने कहे वीडियो ऑन कर କିନ୍ତୁ ଆମେ ଶୁଣନ୍ତିନି ତ ଏମିତି ଦିନେ ମାୟା ଭିତରେ ଟାଣିକି ନେଇକି ପଳେଇବ ସେଠି ଆମର ପରମ ରାଧେଶ୍ୟାମ ପ୍ରଭୁ କୁହନ୍ତି ମାୟା will tie our hands and leg ମାୟା ଆସିବ ଆମର ହାତ ଗୋଡ ବାନ୍ଧିଦବ ଆମେ ଚିତ୍କାର କରୁଥିବା କାନ୍ଦୁଥିବା ହେଲ୍ପଲେସଲି ନିଃସହାୟ ଭାବରେ କାନ୍ଦୁଥିବା ଚିତ୍କାର କରୁଥିବା ସେ ଟାଣି 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 ଆମକୁ ନେଇକି ପଳେଇବ କିଏ ବଞ୍ଚେଇବ ସେତେବେଳେ ଗୁରୁ କୃଷ୍ଣ ହିଁ ଗୁରୁ ଆଉ ପ୍ରଭୁପାଦ ବୈଷ୍ଣବ ମାନେ ହିଁ ବଞ୍ଚାନ୍ତି ସେଥିପାଇଁ ବହୁତ ଟ୍ରାନ୍ସପାରେଣ୍ଟ ହବାର ଥାଏ ସ୍ୱଚ୍ଛ ହବାର ଥାଏ ସ୍ୱଚ୍ଛ ମାନେ କ୍ଲିନ କଥା କହୁନି ଟ୍ରାନ୍ସପାରେଣ୍ଟ ଓପନ କ୍ଲୋଜ ପୁରା ଆଗରେ ଯେମିତି ପଛରେ ସେମିତି ପୁରା ଓପନ ଯାହା କହୁଥିବି ସେଟା କରୁଥିବି ଆଉ ଯୋଉଟା କରୁଥିବି ସେଟା ଯଦି ମୁଁ କହୁଥିବି ତାହେଲେ ମ୍ୟାଚ୍ କରୁଛି ତେଣୁ ମୁଁ ଯେତେବେଳେ କହୁଛି ଭିଡିଓ ଅନ୍ କର କାହିଁକି ଆମେ ଅନ୍ କରିପାରୁନୁ ସାହସ ପାଉନି ଭକ୍ତି କରିବାଟା ଛୋଟ ଜିନିଷ ନୁହେଁ ଏଇ ଗୋଟିଏ ଭକ୍ତି କଲେ ଭଗବାନଙ୍କୁ ପାଇବ ତେଣୁ ଆମେ କେମିତି କରିବା ଆଉ ଭକ୍ତି ପାଇଁ ଜଣେ ପ୍ରାଥମିକତା ଦେବାର ଅଛି ମୁଁ ଖାଉଛି ପିଉଛି ସବୁ କାମ କରୁଥିବି କିନ୍ତୁ ଗୋଟେ କ୍ଲାସ କଲା ବେଳକୁ କ୍ଲାସ ଶୁଣିଲା ବେଳକୁ ନାଇଁ ମୁଁ ମୋ ହିସାବରେ ରହିବି ନାଇଁ ଶରଣାଗତି ନହେଲେ ହବନି ତୁମ ପାଇଁ ବି ଲାଗୁ ମୋ ପାଇଁ ବି ଲାଗୁ ସମସ୍ତଙ୍କ ପାଇଁ ଲାଗୁ ଯେପର୍ଯ୍ୟନ୍ତ ଆମେ ଶରଣାଗତ ହେଇନେ ଯେପର୍ଯ୍ୟନ୍ତ ଆମେ ତପସ୍ୟା କରିନେ ସେ ପର୍ଯ୍ୟନ୍ତ ଆମର ଭକ୍ତିରେ ପ୍ରଗତି ନାହିଁ ଆମର ଷ୍ଟାର୍ଟର ପ୍ରୋବ୍ଲେମ ଅଛି ପୁରୁଣା ସ୍କୁଟର ଗୁଡା ଦେଖିଥିବ ଷ୍ଟାର୍ଟ କରୁଥିବ ହଉ ହିଁ ନଥିବ ସେ ଷ୍ଟାର୍ଟର ପ୍ରୋବ୍ଲେମ ଆମ ସମସ୍ତଙ୍କର ଅଛି ଯାହା ହଉ ପ୍ରଭୁପାଦଙ୍କର ଅଶେଷ ବିଶେଷ ଅନୁକମ୍ପା ଆମେ ବୈଷ୍ଣବ ମାନଙ୍କ ସଙ୍ଗରେ ଅଭ୍ୟାସ କରିବା ପାଇଁ ଚେଷ୍ଟା କରୁଛୁ ତେଣୁ ପ୍ରାଥମିକତା ଦେବା ସମସ୍ତଙ୍କୁ ଶିଖିବାର ଅଛି କି ସବୁ କାମ ଛାଡିକି ଆମେ ସବୁ କାମ ଛାଡିକି 24 ଘଣ୍ଟା କୃଷ୍ଣଙ୍କୁ ଦଉନେ 24 ଘଣ୍ଟା ସବୁ କାମ ଛାଡିକି ଅଧଘଣ୍ଟା କୃଷ୍ଣଙ୍କୁ ଦଉଛେ ଘଣ୍ଟେ କୃଷ୍ଣଙ୍କୁ ଦଉଛେ 2 ଘଣ୍ଟା କୃଷ୍ଣଙ୍କୁ ଦଉଛେ ଯେତିକି ଦଉଛେ ତାର ଗୁଣାତ୍ମକ ମାନ କେତେ ଅଛି ସେଟା ଆମକୁ ଶିଖିବାର ଅଛି ତେଣୁ ବୋଗସ୍ ଫିଲୋସଫି ଡ୍ରାଏ ଲଜିକ ୟା ଭିତରେ ଆମେ ଭଗବାନଙ୍କୁ ପାଇପାରିବାନି ନିଜର ଲଜିକ ମୋର ଲାଇଫର ଗୋଟେ ପ୍ରିନ୍ସିପଲ ଅଛି କିଛି ପ୍ରିନ୍ସିପଲ ନାହିଁ ପ୍ରିନ୍ସିପଲ ଭଗବତ ଗୀତାରୁ ଆଣିବାର ଅଛି ଆମକୁ ଆମ ହିସାବରେ ବଞ୍ଚିବାର ନାହିଁ ଆମକୁ ପ୍ରଭୁପାଦ ଏହାପରେ ଭକ୍ତ ମାନଙ୍କର ହିସାବରେ ଭଗବତ ଗୀତା ହିସାବରେ ବଞ୍ଚିବାର ଅଛି ସେତେବେଳେ ଆମେ ଭକ୍ତି କରିପାରିବା ନିଜର କୌଣସି ସତ୍ୱ ରହିବନି ଶରଣାଗତ ହେଲେ ନିଜର କୌଣସି ସତ୍ୱ ରହିବନି ଅସ୍ତିତ୍ୱ ରହିବନି ଗୋଟିଏ ହିଁ ଅସ୍ତିତ୍ୱ କି ଆମେ କୃଷ୍ଣଙ୍କର ଦାସ ସେଇ ଅସ୍ତିତ୍ୱକୁ ଆମର ସେଟା ଆମର ଅରିଜିନାଲ ଅସ୍ତିତ୍ୱ ଅଲଗା ଅସ୍ତିତ୍ୱ ଗୁଡା ସବୁ ଡୁପ୍ଲିକେଟ ଟେମ୍ପରାରୀ ଠିକ ଅଛି ସମସ୍ତେ ଚେଷ୍ଟା କରିବା ଆଗାମୀ ଜନ୍ମାଷ୍ଟମୀରୁ ଆହୁରି ସମସ୍ତେ ଦୃଢ ପ୍ରତିଜ୍ଞ ହବା ଆଉ ମୁଁ ବି ଚାହୁଁଛି ମୁଁ ବି ଟିକେ ସିନସିୟର ଭକ୍ତ ହବା ପାଇଁ ସମସ୍ତେ ଚାହୁଁଛନ୍ତି ସମସ୍ତେ ବି ସିନସିୟର ହୁଅନ୍ତୁ ତାକି ଆମେ ପ୍ରଭୁପାଦଙ୍କର ସେବା ପାଇଁ କିଛି କରିପାରିବା ଠିକ ଅଛି ଚଳଙ୍ଗ ପ୍ରଭୁ ଓକେ ଆମର Yes, ଚଳଙ୍ଗ Hare ପ୍ରଭୁ ଅଛନ୍ତି Krishna. ପ୍ରାୟ ତାଙ୍କ ସେ ବହୁତ ଗୋଟେ ନୂଆ ଇନିସିଏଟିଭ ନେଇଛନ୍ତି ପ୍ରାୟ 20ରୁ 25 ଜଣ ଯୋଉ ନୂଆ ପିଲା ଅଛନ୍ତି ତ ତାଙ୍କୁ ସେ କଲ୍ଟିଭେଟ କରୁଛନ୍ତି ଧୀରେ ନିଜର ଭକ୍ତି ଦେଖିବା ସହିତ ନିଜର କ୍ୟାରିୟର ଦେଖିବା ସହିତ ସେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ଭକ୍ତି କରିବାରେ ବିଶେଷ ଧନ୍ୟବାଦ ପ୍ରଭୁପାଦଙ୍କର ଅଶେଷ କୃପା ତାଙ୍କ ଉପରେ ରହିବ ଆମେ ବି ଚେଷ୍ଟା କରିବା ଦରକାର ଭକ୍ତିର ବଳ ସାଧୁ ସଙ୍ଗରେ ହିଁ ଆସିବ ଆମକୁ ସାଧୁ ସଙ୍ଗ ବନେଇବାର ଅଛି ନିଜେ ସାଧୁ ହବାର ଅଛି ସାଧୁ ସଙ୍ଗ କରିବାର ଅଛି ଠିକ ଅଛି ଆମେ ଏଠି ରହିବା ସମସ୍ତଙ୍କ ବିଷୟ ଧନ୍ୟବାଦ କାଲି ପୁରା 3ଟା ସେସନ ରହିବ ଠିକ ଅଛି पञ्चाकल्पतरुर्यस्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव भक्त वृंद की जय नमाचार्य हरिदास ठाकुर की जय ग्रंथराज श्रीमद् भागवतम की जय जगत गुरु श्रील प्रभुपाद की जय उपस्थित समस्त भक्त वृंद की जय निताय गौर प्रेमानंद हरे 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 कृष्ण